କରଞ୍ଜିଆ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ବେଆଇନ ମହୁଲି ମଦ କାରବାର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରଞ୍ଜିଆ ଓ ବହଳଦା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ 6 ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହନର ଓ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ ମତେ ଇନ୍ସପେକ୍ଟର ସଞ୍ଜୟ କୁମାର କାଣ୍ଡିଙ୍କ ନେତୃତ୍ୱରେ କରଞ୍ଜିଆ ଅବକାରୀ ଓଆଇସି ରଶ୍ମିରଞ୍ଜନ ନାୟକ, ଏଆଇ ଫୁଲମଣି ନାୟକ, କନଷ୍ଟେବଳ ପିଥନାଥ ମୁର୍ମୁ, ଅଂଶୁମାନ ପରିଡ଼ା ଓ ଆଲୋକ ସୁତାରଙ୍କୁ ନେଇ ଗଠିତ ଏକ ଟିମ୍ ଆଜି ଚଢ଼ାଉ କରିଥିଲେ। କରଞ୍ଜିଆ ଏସି 7 ନମ୍ବର ୱାର୍ଡ ଖଜୁରୀସାଗର ସାହି ବାସିନ୍ଦା ଗୁରୁଚରଣ ନାୟକ ଠାରୁ 10 ଲିଟର, କରଞ୍ଜିଆ ବ୍ଲକ ଦରି ଗାଁର ଲକ୍ଷ୍ମୀପୁରୀଙ୍କ ନିକଟରୁ 25 ଲିଟର ଓ ତାଟୋ ଗାଁର ଈଶ୍ୱରଚନ୍ଦ୍ର କୁଶପାଳିଆଙ୍କ ନିକଟରୁ 30 ଲିଟର ମହୁଲି ମଦ ଜବତ କରିଥିଲେ। ଏହି 3 ଜଣଙ୍କୁ ଗିରଫ କରିବା ସହିତ କରଞ୍ଜିଆ ଏସ୍ଡିଜେଏମ୍ କୋର୍ଟ ଚାଲାଣ କରାଯାଇଛି। ସେହିପରି ବହଳଦା ଅବକାରୀ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି। ବହଳଦା ଅବକାରୀ ଥାନାଧିକାରୀ ରଣଜିତ ଶବରଙ୍କ ନେତୃତ୍ୱରେ ଅବକାରୀ ଟିମ୍ ବିଭିନ୍ନ ଏକାଧିକ ସ୍ଥାନରେ ଚଢ଼ାଉ କରିବା ସହ ବିପୁଳ ପରିମାଣର ଦେଶୀ ମହୁଲି ରନ୍ଧାମଦ, ପୋଚ ଜବତ କରି ନଷ୍ଟ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ 3 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଛି। ଆଗକୁ ଦୋଳ ଉତ୍ସବ ଥିବାରୁ ଗାଣ୍ଠୁ ସହର ସବୁଠି ଉତ୍ସବମୁଖର ହୋଇଉଠିଲାଣି। ଏହି ସମୟରେ ଅଧିକ ଚୋରା ମଦ କାରବାର ହେବା ଆଶଙ୍କ ରହିଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ 2 ସ୍ଥାନରେ ଶାଢ଼ୀ ଶୃଙ୍ଖଳା ପାଇଁ ଚୋରାରେ ମହଜୁଦ ରଖାଯାଇଥିବା ମଦ ଓ ପୋଚ ନଷ୍ଟ କରାଯାଉଥିବା କରଞ୍ଜିଆ ଅବକାରୀ ଓଆଇସି ରଶ୍ମିରଞ୍ଜନ ନାୟକ ଓ ବହଳଦା ଅବକାରୀ ଥାନାଧିକାରୀ ରଣଜିତ ଶବର ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।